विधिहीनमसृष्टान्नं मन्त्रहीनमदक्षिणं श्रद्धाविरहितं यज्ञं तामसं परिचक्ष्यते। बंधुगण, এই শ্লোকরে প্রভু শ্রীকৃষ্ণ তামସିକ ଗୁଣଯୁକ୍ତ ଯଜ୍ଞ ବିଷୟରେ ବର୍ଣ୍ଣନା କରୁଛନ୍ତି। ସେ କହୁଛନ୍ତି, ଯେଉଁ ଯଜ୍ଞ ଶାସ୍ତ୍ରର ନିୟମ ବିରୁଦ୍ଧରେ କରାଯାଇଥାଏ, ଯେଉଁଠାରେ ଅନ୍ନ ଦାନ କରାଯାଇନଥାଏ, ଯେଉଁ ଯଜ୍ଞରେ ମନ୍ତ୍ର ଉଚ୍ଚାରଣ ହୋଇନଥାଏ ଏବଂ ଯେଉଁଠାରେ ଦକ୍ଷିଣା ଦିଆଯାଇନଥାଏ ଏବଂ ଯେଉଁ ଯଜ୍ଞ ଶ୍ରଦ୍ଧା ସହିତ କରାଯାଇନଥାଏ, ସେପରି ଯଜ୍ଞକୁ ତାମସିକ ଯଜ୍ଞ କୁହାଯାଏ। ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ଯଦି ଯଜ୍ଞରେ ମନ୍ତ୍ର ଉଚ୍ଚାରଣ ହୁଏ ନାହିଁ, ଯଜ୍ଞରେ ଦାନ ଦିଆଯାଇନଥାଏ, ଯଜ୍ଞରେ ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ନଥାଏ, ତାହେଲେ ତାହା କିପରି ଯଜ୍ଞ? ତାହା ଯଜ୍ଞ ନୁହେଁ, ବରଂ ଛଳ ଏବଂ ପାଖଣ୍ଡ। ଏହିପରି ଯଜ୍ଞ ବାସ୍ତବରେ ଭଗବାନ ଏବଂ ଶାସ୍ତ୍ରମାନଙ୍କ ପ୍ରତି ଅଶ୍ରଦ୍ଧାର ଏକ ରୂପ ଅଟେ। ଶିକ୍ଷା: ଯେଉଁ ଯଜ୍ଞ ଶ୍ରଦ୍ଧା ରହିତ ଏବଂ ଶାସ୍ତ୍ରର ବିଧି ବିରୁଦ୍ଧ ହୋଇଥାଏ, ଯେଉଁଠାରେ ଖାଦ୍ୟ ଅର୍ପଣ କରାଯାଏ ନାହିଁ, ମନ୍ତ୍ର ଉଚ୍ଚାରଣ କରାଯାଏ ନାହିଁ କିମ୍ବା କୌଣସି ଦାନ ଦିଆଯାଏ ନାହିଁ, ତାହା ତାମସିକ ବିବେଚିତ ହୁଏ। Sacrifice devoid of faith and contrary to the injunction. Sacrifice devoid of faith and contrary to the injunctions of the scriptures, in which no food is offered, no mantras chanted, and no donation made, is to be considered in the mode of ignorance. Hare Krishna.